ଛତ୍ରପୁର ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ପରିପ୍ରେକ୍ଷୀରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗଞ୍ଜାମର ପ୍ରମୁଖ ବେଳାଭୂମିଗୁଡ଼ିକୁ ବେଳାଭୂମି ମହୋତ୍ସବ ସଫେଇ ପଦଯାତ୍ରା ମାଧ୍ୟମରେ ସଫା କରାଯାଇଛି। ସ୍ୱଚ୍ଛ ବେଳାଭୂମି ସୁନ୍ଦର ଓଡ଼ିଶା ବାର୍ତ୍ତା ସମଗ୍ର ରାଜ୍ୟକୁ ଦିଆଯାଇଛି। ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟକମାନଙ୍କୁ ଏକ ସୁଖଦ ଅନୁଭୂତି ଦେବା ଏବଂ ସର୍ବୋପରି ସାମୁଦ୍ରିକ ପରିସଂସ୍ଥାନକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଆଜି ଗଞ୍ଜାମ ଜିଲ୍ଲାରେ 14ଟି ସ୍ଥାନରେ ବେଳାଭୂମି ସଫେଇ ଅଭିଯାନ ସଫଳତାର ସହ ଆୟୋଜନ କରାଯାଇଛି। ସେହି ବେଳାଭୂମିଗୁଡ଼ିକ ହେଲେ ଗୋଖରକୁଦା 1 ଏବଂ 2, ଗୋପାଳପୁର, ବଟେଶ୍ୱର, ପୋଡ଼ମପେଟା, ମାର୍କଣ୍ଡି, ହରିପୁର, ସୁନାପୁର, ପ୍ରୟାଗୀ, ଅଳେଶ୍ୱର, ନୋଳିଆଗାଁ, ଗରମପେଟା, ଧବଳେଶ୍ୱର 1, ରାମାୟଣପାଟଣା, ଧବଳେଶ୍ୱର 2, ପୋଡ଼ମପେଟା, ଡଙ୍କାଲପାଡୁ ଏବଂ ଗରମପେଟା। ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ୱାଇ କୀର୍ତ୍ତିବାସନ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେରକେଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ସ୍ୱେଚ୍ଛାସେବୀ, ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ ପ୍ରଶାସନଙ୍କ ସମେତ ପ୍ରାୟ 6000 ଉତ୍ସାହୀ ସ୍ୱେଚ୍ଛାକୃତ ଭାବରେ ଯୋଗ ଦେଇଥିଲେ। ଏହି ସଫେଇ ଅଭିଯାନ ସକାଳ 6ଟାରେ ଆବର୍ଜନା ପୃଥକୀକରଣ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ଏକ ସଂକ୍ଷିପ୍ତ ଆଭିମୁଖ୍ୟ ସହିତ ଆରମ୍ଭ ହୋଇଥିଲା। ସ୍ୱେଚ୍ଛାସେବୀମାନେ ଦଳବଦ୍ଧ ଭାବରେ କାର୍ଯ୍ୟ କରି ପାଖାପାଖି 20 ଟନ୍ ଶୁଖିଲା ଅଳିଆ ଯେପରିକି ପ୍ଲାଷ୍ଟିକ ଅଳିଆ, କାଚ ବୋତଲ, ଖାଦ୍ୟ ପ୍ୟାକେଟ୍, ଅନ୍ୟାନ୍ୟ ଅବଶିଷ୍ଟାଂଶ କୂଳରେ ବିଛାଡ଼ି ହୋଇ ପଡ଼ିଥିବା ଆବର୍ଜନାଗୁଡ଼ିକୁ ସଂଗ୍ରହ କରିଥିଲେ। ଦାୟିତ୍ୱପୂର୍ଣ୍ଣ ବିପର୍ଯ୍ୟସ୍ତା ସୁନିଶ୍ଚିତ କରିବା ପାଇଁ ପୁନଃଚକ୍ରଣଯୋଗ୍ୟ ଏବଂ ଅଣ-ପୁନଃଚକ୍ରଣଯୋଗ୍ୟ ଅଳିଆକୁ ପୃଥକୀକରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ନୋଳିଆ ନୂଆଗାଁ ବେଳାଭୂମିରେ ସର୍ବାଧିକ 7.3 ଟନ୍ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି। ଧବଳେଶ୍ୱର ବେଳାଭୂମିରେ ସର୍ବନିମ୍ନ 7 କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି। ନୋଳିଆ ନୂଆଗାଁରେ ସର୍ବାଧିକ 890 ଜଣ ଅଂଶଗ୍ରହଣକାରୀ ଶିକ୍ଷା ପ୍ରତିଷ୍ଠାନରୁ 420, ନାଗରିକ ସମାଜରୁ 350 ଏବଂ ଅନ୍ୟାନ୍ୟ ସଂଗଠନରୁ 120 ଅଂଶଗ୍ରହଣ କରି ଏଠାରେ ପ୍ରାୟ 19.2 କିଲୋମିଟର ବେଳାଭୂମି ସଫା କରିଛନ୍ତି। ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୁନରୁଦ୍ଧାର କରିବା ଏବଂ ସାମୁଦ୍ରିକ ଜୀବନ ପ୍ରତି ସମ୍ଭାବ୍ୟ କ୍ଷତି ହ୍ରାସ କରିବାରେ ଏହି ମହତ୍ ଅଭିଯାନ ସାହାଯ୍ୟ କରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି। ଏହି ପରିବେଶ ସଂରକ୍ଷଣ ପ୍ରୟାସକୁ ସମର୍ଥନ ଜାରି ରଖିବାକୁ ଏବଂ ମହୋତ୍ସବ ସମୟରେ ପ୍ଲାଷ୍ଟିକ ଓ ସାମୁଦ୍ରିକ ଜୀବଙ୍କୁ କ୍ଷତି ପହଞ୍ଚାଇଲା ଭଳି ସାମଗ୍ରୀ ବ୍ୟବହାର ନ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।